ଗପ ଅମୃତରେ ପ୍ରଭୁଙ୍କ ପାଇଁ ପ୍ରାଣଦାନ। ବିକ୍ରମ ତୁଙ୍ଗ ଥିଲେ ବିକ୍ରମପୁରର ରାଜା। ସେ ଯେପରି ଧାର୍ମିକ ସେହିପରି ପଣ୍ଡିତ। ତାଙ୍କ ରାଜ୍ୟରେ ପ୍ରଜାମାନେ ସୁଖ ଶାନ୍ତିରେ ଥିଲେ, ଦୋଷୀ ଦଣ୍ଡ ପାଉଥିଲେ, ଭଲ ଲୋକ ପୁରସ୍କୃତ ହେଉଥିଲେ। ଦିନକର କଥା, ବିକ୍ରମପୁର ରାଜ୍ୟକୁ ଜଣେ ବିଦେଶୀ ଲୋକ ଆସିଲା। ତାର ନାମ ବୀରବର। ସୁଠାମ ସୁନ୍ଦର ଚେହେରା, ଦେଖିଲେ ଜଣାଯାଏ ଏହି ବ୍ୟକ୍ତି ଜଣେ ସାହସୀ ବୀର ପୁରୁଷ। ତାଙ୍କ ସହିତ ଥିଲେ ତାଙ୍କର ସ୍ତ୍ରୀ, ପୁଅ ଓ ଝିଅ। ବୀରବର ରାଜାଙ୍କୁ ଦେଖା କଲା। ରାଜା ପଚାରିଲେ, ଯୁବକ, ତୁମେ କ'ଣ ଚାହଁ? ବୀରବର କହିଲେ, ମୋର ଘର ସଂସାର ଚଳାଇବାକୁ ଖଣ୍ଡେ ଚାକିରି ଖୋଜୁଛି ମହାରାଜ। ରାଜା କହିଲେ, ତୁମେ କି କାମ କରିପାରିବ? ବୀରବର, ମୋତେ ଆପଣଙ୍କ ନଅରର ପ୍ରହରୀ କାମରେ ନିଯୁକ୍ତି ଦିଅନ୍ତୁ ଛାମୁ। ରାଜା ବିକ୍ରମ ପୁଣି ଥରେ ବୀରବରଙ୍କୁ ଏକ ଧ୍ୟାନରେ ଚାହିଁଲେ। ଇସ୍ପାତରେ ତିଆରି ହେଲା ପରି ସୁସ୍ଥ ସବଳ ଶରୀର, ଗୋଟିଏ ହାତରେ ତରବାରୀ ଏବଂ ଅନ୍ୟ ହାତରେ ଢାଲ, ମୁଖମଣ୍ଡଳରେ ସାହସ ଏବଂ ସରଳତା ଫୁଟି ଉଠୁଛି। ରାଜା ପୁଣି ଥରେ ପଚାରିଲେ, ତୁମେ କେତେ ଦରମା ନେବ? ବୀରବର କହିଲେ, ଦୈନିକ 500 ମୁଦ୍ରା। ଏତେ ଗୁଡ଼ାଏ ଟଙ୍କା? ମନେ ମନେ ଚମକି ଉଠିଲେ ରାଜା। ସ୍ୱାମୀ, ସ୍ତ୍ରୀ ଓ 2ଟି ପିଲା, ଏମିତି 4 ଜଣର ଗୋଟିଏ ଛୋଟ ପରିବାର ପାଇଁ ଏତେ ଅର୍ଥର କ'ଣ ଆବଶ୍ୟକତା ଅଛି? ପୁଣି ଏତେ ଗୁଡ଼ିଏ ଟଙ୍କା ଦରମା ମାଗିବା ପାଇଁ ସାମାନ୍ୟ ସଙ୍କୋଚ ମଧ୍ୟ ନାହିଁ? ରାଜା ବିକ୍ରମ ବୀରବରକୁ ଦେଖିବା ପରଠୁ ତା ପ୍ରତି ଆକୃଷ୍ଟ ହୋଇ ଉଠିଥିଲେ। ସେ ଯେ ଜଣେ ଯୋଗ୍ୟ ବ୍ୟକ୍ତି ଏଥିରେ ତିଳେ ହେଲେ ବି ସନ୍ଦେହ ନଥିଲା। ରାଜା ତ ପଣ୍ଡିତ ଲୋକ, ଜୀବନରେ ତାଙ୍କର ବହୁତ ଅଭିଜ୍ଞତା ରହିଛି। ମଣିଷ ଚିହ୍ନିବାରେ ଭୁଲ କେମିତି ହେବ? ତଥାପି ଏତେ ଗୁଡ଼ାଏ ଅର୍ଥ ଦରମା ମାଗିବା ରାଜାଙ୍କୁ ଚକିତ କରୁଥିଲା। ମାତ୍ର ମନ କଥା ମନରେ ଗୋପନ ରଖି ରାଜା ବୀରବରକୁ ପରୀକ୍ଷା କରିବା ପାଇଁ ସ୍ଥିର କଲେ। ବୀରବର ପ୍ରହରୀ କାର୍ଯ୍ୟରେ ଯୋଗଦେଲା। ଦରମା ବାବଦରେ ଏତେ ଗୁଡ଼ାଏ ଅର୍ଥ ନେଇ ସେ କ'ଣ କରୁଛି ତାହା ଜାଣିବା ପାଇଁ ରାଜା ଜଣେ ଗୁପ୍ତଚରକୁ କହିଲେ। ବୀରବର କି ଉପାୟରେ ଅର୍ଥ ଖର୍ଚ୍ଚ କରୁଛି ଗୁପ୍ତଚର ଆସି ରାଜାଙ୍କୁ ଖବର ଦେଲା। ଗୁପ୍ତଚର କହିବା ଅନୁସାରେ ବୀରବର ପ୍ରତିଦିନ ତାର ସ୍ତ୍ରୀକୁ ଘର ଖର୍ଚ୍ଚ ପାଇଁ 200 ମୁଦ୍ରା ଦିଏ। ବିଷ୍ଣୁ ଓ ଶିବ ପୂଜା ପାଇଁ 100ଟି ମୁଦ୍ରା ଖର୍ଚ୍ଚ କରେ। ଅବଶିଷ୍ଟ 200 ମୁଦ୍ରା ସେ ବ୍ରାହ୍ମଣ ଓ ଦରିଦ୍ର ଲୋକମାନଙ୍କୁ ଦାନ କରେ। ରାଜା ଗୁପ୍ତଚରଠାରୁ ଏ ସମ୍ବାଦ ପାଇ ଖୁବ୍ ଆନନ୍ଦିତ ହେଲେ। ବୀରବର କେବଳ ସାହସୀ ଓ ବୀର ନୁହେଁ, ସେ ମଧ୍ୟ ଜଣେ ଦାନୀ ଓ ଉଦାର ବ୍ୟକ୍ତି, ଏହା ଜଣାଗଲା। ଏ କଥା ଜାଣିବା ପରେ ରାଜା ବୀରବରକୁ ଅଧିକ ସ୍ନେହ କରିବାକୁ ଲାଗିଲେ। ବୀରବର ସକାଳଠାରୁ ସନ୍ଧ୍ୟାବେଳ ପର୍ଯ୍ୟନ୍ତ ସିଂହଦ୍ୱାରରେ ଜଗି ରହେ। ତାପରେ ଘରକୁ ଯାଇ ଅଳ୍ପ ସମୟ ଭିତରେ ସ୍ନାନ, ପୂଜାପାଠ, ଆହାର ଶେଷ କରି ପୁଣି ତାର କର୍ମକ୍ଷେତ୍ରକୁ ଚାଲି ଆସେ। ସାରା ରାତି ସେ ସିଂହଦ୍ୱାରରେ ଜଗି ରହେ। ରାଜ୍ୟସାରା ଲୋକେ ବୀରବରର କର୍ତ୍ତବ୍ୟନିଷ୍ଠାର ପ୍ରଶଂସା କଲେ। ଏମିତି ଦିନ ପରେ ଦିନ ବିତି ଚାଲିଲା। ଗୋଟିଏ ରାତିର କଥା, ଆକାଶରେ ମେଘ ଗୋଟି ରହିଥାଏ। ପ୍ରବଳ ଝଡ଼ ବତାସ, ବିଜୁଳି ଘଡ଼ଘଡ଼ିରେ ଆକାଶ ପୃଥିବୀ କମ୍ପି ଉଠିଲା। ସତେଅବା ଆକାଶଟା ଆଜି ପୃଥିବୀ ଉପରେ ଭାଙ୍ଗି ପଡ଼ିବ। ରାଜପଥ ଜନଶୂନ୍ୟ। ଲୋକେ ମହା ଭୟରେ ଝରକା କବାଟ ବନ୍ଦ କରି ଘରେ ରହିଲେ। ବୀରବର ଏଭଳି ରାତ୍ରିରେ ମଧ୍ୟ ଏକାକୀ ସିଂହଦ୍ୱାରରେ ଠିଆ ହୋଇ ରହିଥାଏ। ପ୍ରକୃତିର ଏହି ତାଣ୍ଡବ ଲୀଳାକୁ ସେ ଟିକିଏ ବି ଡରେ ନାହିଁ। ରାଜପ୍ରାସାଦରେ ରାଜା ବିକ୍ରମ ଶୋଇ ନାହାନ୍ତି। ଆଜି ଆଖିକୁ ତାଙ୍କର ନିଦ ଆସୁନାହିଁ। କି ଏକ ଅଶୁଭ ଆଶଙ୍କାରେ ଆଜି ସେ ବିବ୍ରତ। ବୀରବର ଭଳି ବିଶ୍ୱାସୀ ପ୍ରହରୀ ଥାଉ ଥାଉ ସେ କାହିଁକି ଯେ ବିପଦର ଆଶଙ୍କା କରୁଛନ୍ତି କିଛି ବୁଝିପାରୁ ନଥିଲେ। ଏହି ସମୟରେ ପ୍ରବଳ ଏକ ବଜ୍ରପାତର ଶବ୍ଦରେ ସମସ୍ତ ରାଜବାଟୀଟା ଚମକି ଉଠିଲା। ବଜ୍ରପାତ ପରେ ପରେ ମୂଷଳ ଧାରାରେ ବର୍ଷା ଆରମ୍ଭ ହୋଇଗଲା। ରାଜା ଭାବିଲେ, ଏଭଳି ବଜ୍ରପାତ ଏବଂ ପ୍ରବଳ ବୃଷ୍ଟିପାତ ଭିତରେ ବୀରବର ସିଂହଦ୍ୱାରରେ ଥିବାର ସମ୍ଭାବନା କମ୍। ଏହିଭଳି ସମୟରେ ଶତ୍ରୁ ହୁଏତ ତାଙ୍କୁ ଆକ୍ରମଣ କରିପାରେ। ବୀରବର ସିଂହଦ୍ୱାର ଜଗିଛି କି ନାହିଁ ପରୀକ୍ଷା କରିବା ପାଇଁ ରାଜା ଝରକା ଖୋଲି ପଚାରିଲେ, ସିଂହଦ୍ୱାରରେ କିଏ ପ୍ରହରୀ ଅଛ? ବୀରବର ସଙ୍ଗେ ସଙ୍ଗେ ଦୃଢ଼ ସ୍ୱରରେ କହିଲା, ମୁଁ ଅଛି ମହାରାଜ, ମୁଁ ବୀରବର। ରାଜାଙ୍କର ଆଶଙ୍କା ଦୂର ହେଲା, ମନରେ ଆନନ୍ଦ ଆସିଲା। ସେ ମନେ ମନେ ଠିକ୍ କଲେ, ଆଗାମୀକାଲି ସକାଳୁ ଦରବାରରେ ସମସ୍ତଙ୍କ ଆଗରେ ବୀରବରଙ୍କୁ ତାଙ୍କର କର୍ତ୍ତବ୍ୟନିଷ୍ଠା ପାଇଁ ପୁରସ୍କୃତ କରିବେ। ଏଭଳି କର୍ତ୍ତବ୍ୟପରାୟଣ ଦ୍ୱିତୀୟ ଜଣେ ଲୋକ ପାଇବା ବିରଳ। ଏହି ସମୟରେ ଏକ ଅସ୍ପଷ୍ଟ କ୍ରନ୍ଦନ ଧ୍ୱନି ରାଜାଙ୍କ କାନରେ ପଡ଼ିଲା। ଏହି କ୍ରନ୍ଦନ ଧ୍ୱନି କ୍ରମେ ଅଧିକ ସ୍ପଷ୍ଟ ହେଲା। ରାଜା ଏହି କ୍ରନ୍ଦନ ଧ୍ୱନିର କାରଣ ଅନୁମାନ କରିପାରିଲେ ନାହିଁ। ସେ ପୁଣି ପଚାରିଲେ, ବୀରବର,
କିଛି ଶୁଣିପାରୁଛ? ବୀରବର କହିଲେ, ହଁ ମହାରାଜ, କେହି ଜଣେ ସ୍ତ୍ରୀ ଲୋକ ଅତି ଦୁଃଖରେ କାନ୍ଦିଲା ଭଳି ମନେ ହେଉଛି। ରାଜା କହିଲେ, ବୀରବର, ଯାଅ ଦେଖି ଆସ କିଏ ସେହି ସ୍ତ୍ରୀ ଲୋକ କାନ୍ଦୁଛି। ଯାଉଛି ମହାରାଜ, କହିଲା ବୀରବର। ଏହାପରେ ବୀରବର ହାତରେ ଖଣ୍ଡା ଧରି ବାହାରି ପଡ଼ିଲା କାନ୍ଦଣା ଶୁଣାଯାଉଥିବା ଦିଗକୁ। ରାଜା ବିକ୍ରମ ମଧ୍ୟ କୌତୂହଳୀ ହୋଇ ବୀରବରକୁ ଅନୁସରଣ କଲେ। ବୀରବର କିନ୍ତୁ ଏକଥା ଜାଣିଲା ନାହିଁ। କ୍ରନ୍ଦନ ଧ୍ୱନିକୁ ଅନୁସରଣ କରି ବୀରବର ଆସି ପହଞ୍ଚିଲା ନଅରର ଉଦ୍ୟାନର ଶେଷ ଭାଗରେ। ବିଜୁଳିର ଝଲକରେ ବୀରବର ଦେଖିଲା ସୁନ୍ଦରୀ ସ୍ତ୍ରୀ ଲୋକଟିଏ ଗଛମୂଳେ ବସି ବୁକୁଫଟା ଦୁଃଖରେ କାନ୍ଦୁଛି। ବୀରବର ସେହି ସୁନ୍ଦରୀ ସ୍ତ୍ରୀ ଲୋକଟିର ଆଗକୁ ଯାଇ କହିଲା, ମା, ମୁଁ ରାଜା ବିକ୍ରମଙ୍କର ପ୍ରହରୀ। ଆପଣ କାହିଁକି କାନ୍ଦୁଛନ୍ତି ତାହା ଜାଣିବା ପାଇଁ ମୁଁ ଏଠାକୁ ଆସିଛି। ବୀରବର କଥା ଶୁଣି ସେହି ରମଣୀ କାନ୍ଦୁ କାନ୍ଦୁ କହିଲେ, ମୁଁ ଏ ନଗରୀର ରାଜଲକ୍ଷ୍ମୀ। ମାତ୍ର ମୁଁ ଏଠାରେ ଆଉ ବେଶୀ ଦିନ ରହିପାରିବି ନାହିଁ। ମୋର ଛାତି ସେଇ ଦୁଃଖର କୋହରେ ଫାଟି ପଡ଼ୁଛି। ବୀରବର ପଚାରିଲା, କାହିଁକି ରହିପାରିବେ ନାହିଁ ମା? ଆପଣ ନିର୍ଭୟରେ ପ୍ରକାଶ କରନ୍ତୁ। ରାଜଲକ୍ଷ୍ମୀ କହିଲେ, ଆଜିଠାରୁ 3 ଦିନ ପରେ ରାଜା ବିକ୍ରମତୁଙ୍ଗଙ୍କର ମୃତ୍ୟୁ ହେବ। ତାହାପରେ ମୁଁ ଏଠା ଛାଡ଼ି ଚାଲିଯିବାକୁ ବାଧ୍ୟ ହେବି। ଏ ଦାରୁଣ ସମ୍ବାଦ ଶୁଣିବା ମାତ୍ରେ ଦୂରରେ ଛପି ରହିଥିବା ରାଜା ବିକ୍ରମତୁଙ୍ଗଙ୍କର ଛାତି କମ୍ପି ଉଠିଲା। ତାହେଲେ ଏଥିପାଇଁ ତାଙ୍କ ହୃଦୟ ଆକୁଳ ହୋଇ ଉଠୁଥିଲା। ରାଜା ବିକ୍ରମତୁଙ୍ଗ ଆଉ କିଛି ଭାବି ପାରୁନଥିଲେ। ତାଙ୍କ ମଥା ଘୂରି ଯାଉଥିଲା। ମାତ୍ର ବୀରବର ତିଳେମାତ୍ର ବିଚଳିତ ହେଲେ ନାହିଁ। ସେ ବିପଦର ପ୍ରତିକାର ଚିନ୍ତା କରିବାକୁ ଲାଗିଲେ। ସେ ପଚାରିଲେ, ମା, ରାଜାଙ୍କୁ କ'ଣ ମୃତ୍ୟୁମୁଖରୁ ରକ୍ଷା କରାଯାଇ ପାରିବ ନାହିଁ? ରାଜଲକ୍ଷ୍ମୀ କହିଲେ, ତାର ଉପାୟ ବଡ଼ କଠିନ। ଯେତେ କଠିନ ହେଉ ମୁଁ ସେଥିପାଇଁ ପ୍ରସ୍ତୁତ ମା। ତୁମେ ମୋତେ କୁହ କ'ଣ କରିବାକୁ ହେବ। ରାଜାଙ୍କ ଜୀବନ ରକ୍ଷା କରିବା ପାଇଁ ମୁଁ ମୋର ଜୀବନ ଦେବା ପାଇଁ ପ୍ରସ୍ତୁତ। ସତ କହୁଛ, ରାଜାଙ୍କ ପାଇଁ ନିଜର ଜୀବନ ମଧ୍ୟ ଦେଇପାରିବ? ଏ ବୀରବର ଯାହା କହେ ତାହା କରିଥାଏ ମା। କୁହନ୍ତୁ ମୋତେ କ'ଣ କରିବାକୁ ହେବ? ସ୍ତ୍ରୀ ଲୋକଟି କହିଲା, ତୁ ସିନା ତୋର ନିଜର ଜୀବନ ଦେଇପାରିବୁ, କିନ୍ତୁ ଏତିକିରେ ମଧ୍ୟ ରାଜାଙ୍କର ପ୍ରାଣ ରକ୍ଷା ଅସମ୍ଭବ। ବୀରବର ଟିକେ ବିଚଳିତ ହୋଇପଡ଼ିଲେ। ତାପରେ ପୁଣି ଧୈର୍ଯ୍ୟ ଧରି କହିଲେ, ଆପଣ ମୋତେ ସବୁ ଖୋଲିକି କୁହନ୍ତୁ। ରାଜାଙ୍କ ପ୍ରାଣ ରକ୍ଷା ପାଇଁ କ'ଣ କରିବାକୁ ପଡ଼ିବ? ଏଥର ସ୍ତ୍ରୀ ଲୋକଟି କହିଲେ, ତେବେ ଶୁଣ ବୀରବର, ରାଜାଙ୍କ ପ୍ରାଣ ରକ୍ଷା କରିବାକୁ ହେଲେ ତୁ ତୋର ପ୍ରିୟ ପୁତ୍ରକୁ ଚଣ୍ଡୀଙ୍କ ନିକଟରେ ବଳି ଦେବାକୁ ପଡ଼ିବ। ସ୍ତ୍ରୀ ଲୋକଟିର ଏଭଳି ଏକ ପ୍ରସ୍ତାବ ଶୁଣି ରାଜା ଚମକି ଉଠିଲେ। କିନ୍ତୁ ବୀରବର ନିର୍ବିକାର ଭାବରେ ଶାନ୍ତ ସ୍ୱରରେ କହିଲେ, ବେଶ୍, ମୁଁ ମୋର ପୁତ୍ରକୁ ମଧ୍ୟ ବଳି ଦେବା ପାଇଁ ପ୍ରସ୍ତୁତ। ମୁଁ ଯାଉଛି ମା, ଘରୁ ମୁଁ ମୋର ପୁତ୍ରକୁ ନେଇ ଆସିବି। ବୀରବର ଚଞ୍ଚଳ ଗତିରେ ସେଠାରୁ ଚାଲିଗଲେ। ରାଜା ମଧ୍ୟ ତାଙ୍କୁ ଅନୁସରଣ କଲେ। ତାଙ୍କ ମନ ଭିତରେ ପ୍ରବଳ ହତାଶାର ଭାବ। ଆଉ ମାତ୍ର 3ଟି ଦିନ ପରେ ତାଙ୍କର ମୃତ୍ୟୁ। ବୀରବର ଯାଇ ଘରେ ପହଞ୍ଚିଲେ। ସେତେବେଳେ ସମସ୍ତେ ଶୋଇଛନ୍ତି। ବୀରବର ଯାଇ ପ୍ରଥମେ ତାଙ୍କ ସ୍ତ୍ରୀଙ୍କୁ ଉଠାଇଲେ। ଏତେ ରାତିରେ ସ୍ୱାମୀଙ୍କୁ ଫେରିବାର ଦେଖି ସ୍ତ୍ରୀ ଚମକି ଉଠିଲେ। ଭାବିଲେ ବୋଧହୁଏ କିଛି ବିପଦ ପଡ଼ିଛି, ନଚେତ୍ ଏଭଳି ଅସମୟରେ ବୀରବର କେବେ ହିଁ ଘରକୁ ଫେରି ନଥାନ୍ତି। ପଚାରିଲା ଆଖିରେ ଚାହିଁ ରହିଲେ ସ୍ତ୍ରୀ। ବୀରବର ଧୈର୍ଯ୍ୟର ସହ ସ୍ତ୍ରୀଙ୍କ ଆଗରେ ସବୁ କଥା କହିଲେ। ବୀରବର ଯେପରି ତାଙ୍କ ସ୍ତ୍ରୀ ମଧ୍ୟ ସେହିପରି। ସେ କହିଲେ, ପୁଅକୁ ଉଠାଇ ତାକୁ କୁହ। ବୀରବର ପୁଅକୁ ନିଦରୁ ଉଠାଇଲେ ଓ ରାତ୍ରିର ଘଟଣା କହିଲେ। ସବୁ କଥା ଶୁଣିସାରି ସେ କହିଲା, ବାପା, ମୃତ୍ୟୁକୁ ଭୟ ନ କରିବା ପାଇଁ ମୁଁ ଆପଣଙ୍କଠାରୁ ଶିକ୍ଷା ପାଇଛି। ମୋର ପ୍ରାଣ ବିନିମୟରେ ଯଦି କିଛି ମହତ୍ କାମ ହେବ, ତେବେ ମୁଁ ନିଜକୁ ଭାଗ୍ୟବାନ ମନେ କରିବି। ରାଜା ଲୁଚି ରହି ସବୁ ଘଟଣା ଲକ୍ଷ୍ୟ କରୁଥିଲେ। ବୀରବର ତାଙ୍କର ସ୍ତ୍ରୀ ଓ ପୁଅର କଥାବାର୍ତ୍ତା ଶୁଣି ସତେଅବା ସେ ଜଡ଼ ପାଲଟି ଯାଇଥିଲେ। ଘରୁ ବାହାରି ଆସିଲେ ବୀରବର, ସାଙ୍ଗରେ ସ୍ତ୍ରୀ ଓ ପୁତ୍ର, କନ୍ୟା। ଏହି ଘନ ଅନ୍ଧକାର ଭିତରେ ସତେଅବା ଚାରୋଟି ଆଲୋକ ଶିଖା ଆଗେଇ ଚାଲିଛନ୍ତି। ଆଉ ଅନ୍ଧକାର ଭିତରେ ରାଜା ନୀରବରେ ଅନୁସରଣ କରି ଚାଲିଛନ୍ତି ସେମାନଙ୍କୁ। ସେମାନେ ଯାଇ ପହଞ୍ଚିଲେ ଚଣ୍ଡୀଦେବୀଙ୍କ ମନ୍ଦିରରେ। ବୀରବରଙ୍କୁ ତାଙ୍କ ପୁତ୍ର କହିଲା, ବାପା, ମୋ ପାଇଁ ମନ ଦୁଃଖ କରିବ ନାହିଁ। ଆପଣ କହିଛନ୍ତି ପର ପାଇଁ ଯେ ପ୍ରାଣଦାନ କରେ ତାର ଜୀବନ ଧନ୍ୟ। ମୋର ପ୍ରାଣ ବିନିମୟରେ ଅନ୍ୟ ଜଣଙ୍କର ପ୍ରାଣ ରକ୍ଷା ହେବ। ଏହାଠାରୁ ଅଧିକ ଆନନ୍ଦର କଥା ଆଉ କ'ଣ ଥାଇପାରେ? ଆପଣ ଆଉ ବିଳମ୍ବ କରନ୍ତୁ ନାହିଁ। ଦେବୀଙ୍କ ସମ୍ମୁଖରେ ମୋତେ ବଳିଦାନ କରନ୍ତୁ। ବୀରବର ଏକ ଦୀର୍ଘ ନିଶ୍ୱାସ ଛାଡ଼ିଲେ। ତାପରେ ନିଜ ହସ୍ତରେ ଦେବୀଙ୍କ ପାଖରେ ପୁଅକୁ ବଳି ଦେଲେ। ବୀରବର ଧୈର୍ଯ୍ୟବାନ। ସେ ଦୃଢ଼ ହୋଇ ରହିପାରିଲେ ସତ, କିନ୍ତୁ ତାଙ୍କ କନ୍ୟା ଏ ଦୃଶ୍ୟ ସହିପାରିଲା ନାହିଁ। ସେ ଭାଇର ମୃତ ଶରୀର ଉପରେ ପଡ଼ିଗଲା ଓ ତାର ପ୍ରାଣବାୟୁ ଉଡ଼ିଗଲା। ପୁତ୍ର କନ୍ୟାଙ୍କୁ ହରାଇ ପାଗଳିନୀ ପରି ଧାଇଁ ଆସିଲେ ସ୍ତ୍ରୀ ଧର୍ମାବତୀ।
ଓ ଦେବୀଙ୍କ ଖଣ୍ଡାରେ ନିଜକୁ ବଳି ଦେଲେ। ବୀରବରଙ୍କ ଆଖି ଆଗରେ ତାଙ୍କର ପୁତ୍ର କନ୍ୟା ସ୍ତ୍ରୀ ଏଭଳି ଭାବରେ ସଂସାରରୁ ବିଦାୟ ନେଲେ। ବୀରବର ମନକୁ ପୁଣି ଦୃଢ଼ କରିନେଲେ। ସେ ପର ମୁହୂର୍ତ୍ତରେ ଭାବିଲେ ଏ ସଂସାରରେ ରହି ଆଉ ଲାଭ କ'ଣ? ସେ ମଧ୍ୟ ପୁତ୍ର କନ୍ୟା ସ୍ତ୍ରୀଙ୍କ ଯିବା ବାଟ ବାଛି ନେଲେ। ସେ ଖଣ୍ଡା ଉଠାଇଲେ ନିଜର ଛାତି ଉପରକୁ। ଆଉ ଠିକ୍ ସେହି ସମୟରେ ଦେବୀ ଚଣ୍ଡୀ ତାଙ୍କ ଆଗରେ ଆବିର୍ଭାବ ହେଲେ ଓ କହିଲେ, ବୀରବର, ଆତ୍ମହତ୍ୟା କର ନାହିଁ। ବୀରବର ଭକ୍ତି ଭରେ ପ୍ରଣାମ କଲେ ଦେବୀଙ୍କୁ। ଦେବୀ ଶାନ୍ତ ଓ ଗମ୍ଭୀର ସ୍ୱରରେ କହିଲେ, ମୁଁ ତୁମ ଉପରେ ସନ୍ତୁଷ୍ଟ ବୀରବର, ତୁମେ ବର ପ୍ରାର୍ଥନା କର। ବୀରବର କହିଲେ, ମା, ମୋ ଉପରେ ଯଦି ଆପଣ ସନ୍ତୁଷ୍ଟ ହୋଇଛନ୍ତି, ତେବେ ମୋର ପ୍ରଥମ ପ୍ରାର୍ଥନା ହେଲା ରାଜାଙ୍କୁ ଦୀର୍ଘ ଜୀବନ ପ୍ରଦାନ କରନ୍ତୁ। ମୋର ଦ୍ୱିତୀୟ ପ୍ରାର୍ଥନା ହେଲା ମୋର ପୁତ୍ର କନ୍ୟା ସ୍ତ୍ରୀଙ୍କୁ ଜୀବନ ଦାନ କରନ୍ତୁ। ସେମାନଙ୍କୁ ଛାଡ଼ି ମୁଁ ବଞ୍ଚିପାରିବି ନାହିଁ। ଦେବୀ ବୀରବରଙ୍କୁ ଦୁଇଟି ଯାକ ବର ଦେଲେ। ରାଜା ସତେଅବା ଏଇ କେତୋଟି ମୁହୂର୍ତ୍ତ ଭିତରେ ଜୀବନ ଓ ମୃତ୍ୟୁର ନାଟକ ଦେଖି ହତବାକ୍ ହୋଇପଡ଼ିଥିଲେ। ତାଙ୍କର ଚେତନା ଫେରି ଆସିଲା। ହସ ଫୁଟି ଉଠିଲା ତାଙ୍କ ମୁଖମଣ୍ଡଳରେ। ବୀରବରଙ୍କ ପୁତ୍ରର ଜୀବନ ବିନିମୟରେ ତାଙ୍କର ପ୍ରାଣରକ୍ଷା ହୋଇଥିଲେ ସାରା ଜୀବନ ସେ ଦୁଃଖରେ ପୋଡ଼ିଜଳି ହୋଇଥାନ୍ତେ। ଦେବୀଙ୍କ କୃପାରୁ ସେ ଦୀର୍ଘ ଜୀବନ ଲାଭ କରିବା ସଙ୍ଗେ ସଙ୍ଗେ ବୀରବରର ପରିବାର ମଧ୍ୟ ନୂତନ ଜୀବନ ଲାଭ କରିଛନ୍ତି। ଏହାପରେ ବୀରବର ତାଙ୍କ ସ୍ତ୍ରୀ ଓ ପୁତ୍ର ଓ କନ୍ୟାକୁ ଘରେ ଛାଡ଼ିଦେଇ ନଅର ସିଂହଦ୍ୱାରକୁ ଫେରିଗଲେ। ରାଜା ମଧ୍ୟ ଗୋପନରେ ରାଜବାଟୀକୁ ଫେରି ଆସିଲେ। ପରଦିନ ସକାଳ ରାଜା ବୀରବରଙ୍କୁ ଦରବାରକୁ ଡକାଇ ପଚାରିଲେ, ଗତକାଲି ରାତିରେ କ'ଣ ହେଲା ବୀରବର? କିଏ ସେ ସ୍ତ୍ରୀ ଲୋକ? ଝଡ଼ ବର୍ଷା ଭିତରେ ଆକୁଳ ହୋଇ କାନ୍ଦୁଥିଲା। ବୀରବର କହିଲେ, ଛାମୁ, ମୁଁ ସେହି ସ୍ତ୍ରୀ ଲୋକର କାନ୍ଦଣା ଆସୁଥିବା ଦିଗକୁ ଯାଇ କାହାକୁ ପାଇଲି ନାହିଁ। ଏଣୁ କାରଣ ଜାଣିପାରିଲି ନାହିଁ। ମିଛ କଥା କହିଲେ ବୀରବର, କାରଣ ସତ କହିଲେ ନିଜର ମହିମା ପ୍ରକାଶ ପାଇବ। ନିଜର ମହିମା ବଢ଼ାଇବା ପାଇଁ ଚାହାନ୍ତି ନାହିଁ ବୀରବର। ରାଜା ବୁଝିଲେ ବୀରବର କେବଳ ସାହସୀ ଓ କର୍ତ୍ତବ୍ୟନିଷ୍ଠ ନୁହନ୍ତି, ସେ ପରୋପକାରୀ ଏବଂ ବିନୟୀ। ରାଜା ନିଜେ ଗୋଟି ଗୋଟି କରି ଗତ ରାତିରେ ଦେଖିଥିବା ସମସ୍ତ ଘଟଣା ସଭାସଦଗଣଙ୍କୁ କହିଲେ। ସମସ୍ତେ ମୁଗ୍ଧ ହୋଇ ଶୁଣୁଥିଲେ ବୀରବରଙ୍କର ଆତ୍ମତ୍ୟାଗର କାହାଣୀ। ରାଜା ସବୁ କହିସାରି ବୀରବରଙ୍କୁ ବନ୍ଧୁ ରୂପେ ନିଜ ପାଖରେ ବସାଇଲେ ଓ ବହୁତ ଧନ ସମ୍ପଦ ଉପହାର ଦେଲେ।